ଆଜିର ଏହି କାଳାଂଶକୁ ସ୍ୱାଗତ ଓ ଅଭିନନ୍ଦନ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ହସଖୁସି ବହିର ପାଠ 15 ଆମ ଅଞ୍ଚଳର ଭୂମିରୂପକୁ ଆଲୋଚନା କରିବା। ତେବେ ଏହି ବିଷୟଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଚେଷ୍ଟା କରନ୍ତୁ। ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, କାରଣ ଯେତେବେଳେ ମୁଁ ନୂଆ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ନୋଟିଫିକେସନ ପାଇପାରିବେ। ଆସନ୍ତୁ ଏହି ପାଠଟି ଆରମ୍ଭ କରିବା। ଉତ୍ସବ ବାବୁଙ୍କ ପୁଅ ନାମ ଉତ୍ପଳ। ଉତ୍ସବ ବାବୁଙ୍କ ପୁଅର ନାମ ଉତ୍ପଳ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଢ଼ିସାରି ଗାଁକୁ ଫେରିଲା। ସେ ଜଣେ ଉତ୍ସାହୀ ଯୁବକ। ସେ ଚାକିରି ନ କରି ଚାଷ କରିବାକୁ ଚାହିଁଲା। ପିଲାଏ ବୁଝିଲ, ଉତ୍କଳ ବାବୁଙ୍କର ଗୋଟିଏ ପୁଅର ନାମ, ତା ନାମ ଥିଲା ଉତ୍ପଳ। ସେ କ'ଣ କଲା ନା ଉତ୍କଳ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ି ସାରିଲା। ପଢ଼ିସାରି ଗାଁକୁ ଫେରିଲା। ସେ ଜଣେ ଉତ୍ସାହୀ ଯୁବକ ଥିଲେ। ସେ ଚାକିରି ନ କରି ଚାଷ କରିବାକୁ ଚାହିଁଲା। ତେବେ ସେ ଚାକିରି କରିବା ପାଇଁ ଇଚ୍ଛା କଲାନି। ନିଜେ ସ୍ୱାଧୀନ ଭାବରେ ଚାଷ କରିବା ପାଇଁ ଚେଷ୍ଟା କଲା, ଇଚ୍ଛା କଲା। ଉତ୍ପଳ ବାପାଙ୍କୁ କହିଲା, ବାପା, ଆମ ନଈ ପାଖ ଜମି ଭାରି ଉର୍ବର। ଗାଁର ପଶ୍ଚିମ ପାଖ ପାହାଡ଼ ତଳ ଜମି ପଡ଼ିଆ। ସେଇ ଜାଗାଟି ଉଚ୍ଚ ଆଉ ପଥୁରିଆ ହୋଇଛି। ଘାସ ହୋଇଛି। ଗାଈ ଛେଳି ଚରନ୍ତି। ଗାଁ ପିଲାମାନେ ସେଠାରେ ଖେଳନ୍ତି। ବେଳେବେଳେ ଆନନ୍ଦରେ ଚିତ୍କାର ମଧ୍ୟ କରନ୍ତି। ପାହାଡ଼ରୁ ତ ଝରଣା ବାହାରିଛି। ପଡ଼ିଆକୁ କାମରେ ଲଗାଇ ହେବ। ଏଥିପାଇଁ କୃଷି ଅଫିସରଙ୍କ ସହ କଥାବାର୍ତ୍ତା ହେବା। ସେ କହିଲେ, ଆମ ନଈ ପାଖ ଜମି ଭାରି ଉର୍ବର। ଗାଁର ପଶ୍ଚିମ ପାଖ ପାହାଡ଼ ତଳ ଜମି ପଡ଼ିଆ ଅଛି। ତେଣୁ ସେଇ ଜାଗାଟି ପଥୁରିଆ ହୋଇଛି, ଘାସ ହୋଇଛି, ଆଉ ସେଠି ଗାଈ ଗୋରୁ ସବୁ ଚରନ୍ତି। ଗାଁ ପିଲାମାନେ ସେଠାରେ ଖେଳବୁଲା କରନ୍ତି। ତେଣୁ ଆନନ୍ଦରେ ଚିତ୍କାର ମଧ୍ୟ କରନ୍ତି। ସେ କହିଲେ, ଏଥିପାଇଁ ଆମେ କୃଷି ଅଫିସରଙ୍କ ସହ ପରାମର୍ଶ କରିବା, ଆଉ ସେ ପଡ଼ିଆ ଜମିକୁ ଆମେ କାମରେ ଲଗାଇବା। ଫସଲ ଉତ୍ପାଦନ କରିବା ପାଇଁ ଉତ୍ପଳ ବାପାଙ୍କୁ କହିଥିଲା। ତାପରେ ପିଲାମାନେ ଦେଖ, ଏଇ ପାହାଡ଼ ଅଞ୍ଚଳ ଛବି ଦେଖ। ଏଇ ପାହାଡ଼ିଆ ଅଞ୍ଚଳ। ସେଇ ପାହାଡ଼ରେ ଗାଈ ଗୋରୁ ସବୁ କେମିତି ଖୁସି ମନରେ ଚରନ୍ତି। ପିଲାମାନେ ଖେଳାକୁଦା କରନ୍ତି। ଏବଂ ଏଇ ଜମି ପଡ଼ିଆ ପଡ଼ିଛି। ଏଇ ପଡ଼ିଆ ଜମିକୁ କିପରି କାମରେ ଲଗାଯାଇପାରିବ ସେ ଚେଷ୍ଟା କଲା। ତେଣୁ ସେ କହିଲେ, କୃଷି ଅଫିସରଙ୍କ ପାଖକୁ ଯାଇ ଆମେ ତାଙ୍କ ସହିତ ପରାମର୍ଶ କରିବା। କିପରି ଆମେ ସେଇ ପଡ଼ିଆ ଜମିକୁ ଚାଷ କରିପାରିବା, ତାଙ୍କ ସହିତ ପରାମର୍ଶ କରିବା ପାଇଁ ସେ ଇଚ୍ଛା କଲା। କୃଷି ଅଫିସର କହିଲେ, ପଡ଼ିଆ ଜମିକୁ ଗୋବର ଖତ ଦେଇ ଉର୍ବର କରାଯାଏ। ସେ କହିଲେ, ଯଦି ପଡ଼ିଆ ଜମି ଅଛି ତାହେଲେ ସେଇ ପଡ଼ିଆ ଜମିରେ ଆମେ ଗୋବର ଖତ ପକାଇବା। ତାହେଲେ ପଡ଼ିଆ ଜମିଟି ବହୁତ ଉର୍ବର ହେବ ଏବଂ ବହୁତ ଫସଲ ମଧ୍ୟ ଉତ୍ପାଦନ କରିପାରିବା। ଜମିରେ ପକାଇଲେ ଜମିର ଉତ୍ପାଦକ ଶକ୍ତି ବଢ଼େ। ସେ କହିଲେ, ଗୋବର ଖତ ଏକ ଉତ୍କୃଷ୍ଟ ସାର। ତେଣୁ ଏହାକୁ ଯଦି ଆମେ ଜମିରେ ପକାଇବା ତାହେଲେ ଉତ୍ପାଦକ ଶକ୍ତି ବଢ଼େ। ତେଣୁ ଫସଲ ଉତ୍ପାଦନ ମଧ୍ୟ ବହୁତ ଭଲ ହେବ। ଏକଥା ପରାମର୍ଶ ଦେଇଥିଲେ କୃଷି ଅଫିସର। ଦେଖ ପିଲାମାନେ, ଛବି ଦେଖ। ଆପଣ ସେଠି ଆମ୍ବ, ପଣସ, ବର, ଅଶ୍ୱତଥ, ଦେବଦାରୁ, ତେନ୍ତୁଳି, ଜାମୁ, ଖଜୁରୀ ଗଛ ଲଗାଇ ପାରିବେ। କୃଷି ଅଫିସର ତାଙ୍କୁ ପରାମର୍ଶ ଦେଲେ, ସେଇ ପଡ଼ିଆ ଜମିରେ ଆମ୍ବ, ପଣସ, ବର, ଅଶ୍ୱତଥ, ଶାଳ, ଦେବଦାରୁ, ତେନ୍ତୁଳି, ଜାମୁ, ଖଜୁରୀ ଗଛ ଲଗାଇ ପାରିବେ। ଆପଣ ପଡ଼ିଆକୁ ଅନ୍ୟ ଉପାୟରେ ବ୍ୟବହାର ମଧ୍ୟ କରିପାରିବେ। ଗାଈ, କୁକୁଡ଼ା, ଛେଳି ଫାର୍ମ ଏସବୁ ମଧ୍ୟ କରିବେ। ଯଦି ସେଠାରେ ଫସଲ ନ କରିପାରିବେ ତାହେଲେ ଗାଈ, କୁକୁଡ଼ା ଫାର୍ମ, ଛେଳି ଫାର୍ମ ମଧ୍ୟ କରିପାରିବେ। ନଦୀ ପାଖ ଜମିରେ ଧାନ ଚାଷ ତ ଭଲ ହେଉଥିବ। ତା ସହିତ ବିରି, ମୁଗ, ସୋରିଷ, ବାଦାମ ଆଦି ଭଲ ମଧ୍ୟ ହେବ। ଆଳୁ, କୋବି, ବାଇଗଣ, କଖାରୁ ମଧ୍ୟ ଲଗାଇ ପାରିବେ। ଏକଥା କୃଷି ଅଫିସର ଉତ୍ପଳକୁ ପରାମର୍ଶ ଦେଲେ। ଢିପ ଜମିରେ କପା ଚାଷ, ରାଶି, କାନ୍ଦୁଲ ଭଲ ହୁଏ। ପଡ଼ିଆ, ବିଲ, ବଣ, ପାହାଡ଼
ପଥୁରିଆ ଅଞ୍ଚଳ ଏସବୁ ହେଉଛି ଭୂମିର ବିଭିନ୍ନ ରୂପ। ତେଣୁ ଭୂମିର ବିଭିନ୍ନ ପ୍ରକାର ରୂପ ରହିଛି। ପଡ଼ିଆ, ବିଲ, ବଣ, ପାହାଡ଼, ପଥୁରିଆ ଅଞ୍ଚଳ ଏସବୁ ଭୂମିର ବିଭିନ୍ନ ପ୍ରକାର ରୂପ। କୃଷି ଅଫିସରଙ୍କ ପରାମର୍ଶ ଅନୁସାରେ ପଡ଼ିଆ ଥିବା ଜମିକୁ କାମରେ ଲଗାଗଲା। ତେଣୁ କୃଷି ଅଫିସର ଯେଉଁଭଳି ଭାବରେ ପରାମର୍ଶ ଦେଲେ, ଯେଉଁ ପଡ଼ିଆ ପଡ଼ିଥିଲା ଜମିକୁ, ସେ ଜମିକୁ ଚାଷ କାମରେ ଲଗାଇଲେ ଜମିରୁ ଅଧିକ ଉତ୍ପାଦନ ହେଲା। ଦେଖ ପିଲାମାନେ, ପଶୁମାନଙ୍କର ନାମ। ଏଠି କେତେକ ପଶୁ ଅଛି, ସେ ପଶୁମାନଙ୍କର ନାମ ଆମେ ଲେଖିବା। ଘୋଡ଼ା, ଚିତାବାଘ, ମହାବଳ ବାଘ, ମଇଁଷି, ଗଧ, ମେଣ୍ଢା, ବିଲେଇ, ସିଂହ, ଜେବ୍ରା, ଭାଲୁ। ଏହି ପଶୁମାନଙ୍କର ନାମ ଏଠି ଆମେ ଲେଖିବା। ଚାଲ ପିଲାମାନେ, ବର୍ତ୍ତମାନ ଆମେ ଏହି ପାଠର ଅଭ୍ୟାସ ପ୍ରଶ୍ନକୁ ଆଲୋଚନା କରିବା। 1. ପଢ଼ ଓ ମନେ ରଖ। ପଢ଼ ଓ ମନେ ରଖ। କ. ଆମ ଜନ୍ମଭୂମି ଉତ୍କଳ ଦେଶ, ଉତ୍କଳ କିରତି ଅଟେ ଅଶେଷ। ସର୍ବ ଉତ୍ପାତୁ ତୋତେ ହରି, ରଖନ୍ତୁ ବତ୍ସ କୃପା କରି। ଏଠାରେ ଲେଖାଯାଇଛି, ଆକୁ ଆମେ ପଢ଼ିବା ଆଉ ମନେ ରଖିବା। ପିଲାମାନେ, ଏବେ ଖ ନମ୍ବର ପ୍ରଶ୍ନ ଦେଖ। ପିଲାମାନେ, ଏଠି ଲେଖାଯାଇଛି ପଢ଼ ଓ ଲେଖ। ପଢ଼ିବ ଆଉ ଲେଖିବ। ସ୍ଫଳନ, ସ୍ଫଳିତ, ଭୂସ୍ଫଳନ। ପାଠ, ଅକ୍ତ, ଅଛ, ଅପ୍ତ ଥିବା ଶବ୍ଦ ଗୁଡ଼ିକୁ ଆମେ ଲେଖିବା। ପାଠରେ ଥିବା ଅକ୍ତ, ଅଛ, ଅପ୍ତ ଥିବା ଶବ୍ଦ ଗୁଡ଼ିକୁ ଆମେ ଲେଖିବା। ଏଠି ଲେଖିବା। ଦେଖ, ଏଇ ପାଠରେ କ'ଣ କ'ଣ ଅଛି? ଉତ୍ସବ, ଉତ୍କଳ, ଉତ୍ପତ୍ତି, ଉତ୍କଳ, ଚିତ୍କାର, ଉତ୍ପାଦିକା ଇତ୍ୟାଦି ଏହି ପାଠରେ ରହିଛି। ତାକୁ ଆମେ ଏଠି ଲେଖିବା। ପିଲାମାନେ, 3 ନମ୍ବର ପ୍ରଶ୍ନ। ତଳ ଶବ୍ଦ ଗୁଡ଼ିକୁ ପଢ଼ ଓ ଲେଖ। ଉତ୍କଟ, ଏଠି ଆମେ ଲେଖିବା ଉତ୍କଟ। ଉତ୍କଳ, ଏଠି ଆମେ ଲେଖିବା ଉତ୍କଳ। ଉତ୍କଳିକା, ଏଠି ଲେଖିବା ଉତ୍କଳିକା। ଉଚ୍ଛ, ଉଚ୍ଛ। ଉତ୍ସବ, ଉତ୍ସବ। ଉତ୍ପନ୍ନ, ଏଠି ଲେଖିବା ଉତ୍ପନ୍ନ। ଭର୍ତ୍ସନା, ଏଠି ଲେଖିବା ଭର୍ତ୍ସନା। ଉତ୍ସାହିତ, ଏଠି ଲେଖିବା ଉତ୍ସାହିତ। ଉତ୍ପତ୍ତି, ଉତ୍ପତ୍ତି। ଉତ୍ପାଦନ, ଉତ୍ପାଦନ। ଉତ୍ସାହ, ଏଠି ଲେଖିବା ଉତ୍ସାହ। ପିଲାମାନେ, ଏବେ ଆମେ 4 ନମ୍ବର ପ୍ରଶ୍ନ ଆଲୋଚନା କରିବା। ଏଠି ଲେଖାଯାଇଛି ଉ ମାଛର ଲାଞ୍ଜରେ ଲେଖା। ଶବ୍ଦ ଗଢ଼ି ମାଛ ଲାଞ୍ଜରେ ଲେଖ। ମାଛ ଲାଞ୍ଜରେ ଲେଖିବା। ଏଇଠି ଶବ୍ଦ ଯାକ ଅଛି, ତାକୁ ଆମେ ମାଛ ଲାଞ୍ଜରେ ଲେଖିବା। ଏଠି ଲେଖାଯାଇଛି ଉତ୍ସାହ। ଆଉ କ'ଣ କ'ଣ ହେବ ଆମେ ଏଠି ମାଛ ଲାଞ୍ଜରେ ଲେଖିବା। ଉତ୍କଳ, ଏଠି ଆମେ ଲେଖିବା ଉତ୍କଳ। ଉତ୍ପନ୍ନ, ଉତ୍ପାଦ ଇତ୍ୟାଦି। ଉତ୍ପାତ ଇତ୍ୟାଦି ଆମେ ଏହି ମାଛ ଲାଞ୍ଜରେ ଆମେ ଲେଖିପାରିବା। ଏବେ ଆସ ପିଲାମାନେ, 5 ନମ୍ବର ପ୍ରଶ୍ନ ଆଲୋଚନା କରିବା। ଉତ୍ତର ଲେଖିବା। କୃଷି ଅଫିସର ପଡ଼ିଆ ଜମିରେ କି ଚାଷ କରିବା ପାଇଁ ଉତ୍କଳକୁ ପରାମର୍ଶ ଦେଲେ? ଏଠି ଉତ୍ତର ଆମେ ଲେଖିବା। କୃଷି ଅଫିସର ପଡ଼ିଆ ଜମିରେ ଆମ୍ବ, ପଣସ, ବର, ଅଶ୍ୱତଥ, ଶାଳ, ଦେବଦାରୁ, ତେନ୍ତୁଳି, ଜାମୁ ଓ ଖଜୁରୀ ଗଛ ଲଗାଇବା ପାଇଁ ଉତ୍କଳକୁ ପରାମର୍ଶ ଦେଲେ। ଏଠି ଆମେ ଲେଖିବା। ଖ ନମ୍ବର ପ୍ରଶ୍ନ। ପଡ଼ିଆ ଜମିକୁ କିପରି ଉର୍ବର କରାଯାଏ? ଏହାର ଉତ୍ତର ହେବ, ପଡ଼ିଆ ଜମିରେ ଆମେ ଗୋବର ଖତ ପକାଇ ଜମି ଉର୍ବର କରିପାରିବା। ଉର୍ବର କରାଯାଏ। ତାପରେ ପିଲାମାନେ,
ଗ ନମ୍ବର ପ୍ରଶ୍ନ, ନଦୀ ପାଖ ଜମିରେ କେଉଁ ଫସଲ ଭଲ ହୁଏ? ଏହାର ଉତ୍ତର ହେବ ନଦୀ ପାଖ ଜମିରେ ଧାନ, ବିରି, ମୁଗ, କୋଳଥ, ବାଦାମ ଆଦି ଫସଲ ଭଲ ହୁଏ। ତାପରେ ଘ ନମ୍ବର ପ୍ରଶ୍ନ, 5ଟି ବଡ଼ ଗଛର ନାମ ଲେଖ। 5ଟି ବଡ଼ ଗଛର ନାମ ଆମେ ଏଠି ଲେଖିବା। ଉତ୍ତର, ବର, ଅଶ୍ୱତଥ, ଆମ୍ବ, ପଣସ, ଜାମୁ, ନିମ୍ବ ଇତ୍ୟାଦି ବଡ଼ ଗଛ। ତେଣୁ ଏହି ବଡ଼ ଗଛର ନାମ ଆମେ ଏଠି ଲେଖିବା। ପିଲାମାନେ, ଏବେ ଆମେ 6 ନମ୍ବର ପ୍ରଶ୍ନ ଆଲୋଚନା କରିବା। 6 ନମ୍ବର ପ୍ରଶ୍ନ, କ ତୁମ ଅଞ୍ଚଳରେ କି ପ୍ରକାର ଭୂମି ଅଛି ଲେଖ। ତୁମ ଅଞ୍ଚଳରେ କେଉଁ ପ୍ରକାର ଭୂମି ରୂପ ଅଛି ତାକୁ ଆମେ ଲେଖିବା। ଏଠି ଉତ୍ତର ଲେଖିବା, ଆମ ଅଞ୍ଚଳରେ ସମତଳ, ଖାଲ, ଢିପ ଆଦି ଭୂମି ରହିଛି। ଖ ନମ୍ବର ପ୍ରଶ୍ନ, ତୁମ ଅଞ୍ଚଳରେ ଜମିରେ କେଉଁ କେଉଁ ଫସଲ କରାଯାଏ? ତୁମ ଅଞ୍ଚଳ ଜମିରେ କେଉଁ କେଉଁ ଫସଲ କରାଯାଏ ଆମେ ଦେଖିଛେ, ତାକୁ ଆମେ ଏଠାରେ ଲେଖିବା। ଉତ୍ତର ହେବ ଧାନ, ମୁଗ, ବିରି, ମାଣ୍ଡିଆ, ଚିନାବାଦାମ ଆଦି ଫସଲ କରାଯାଇଥାଏ। ଗ ନମ୍ବର ପ୍ରଶ୍ନ, ତୁମ ଗାଁର ଲୋକମାନେ କେଉଁ କେଉଁ ପଶୁପକ୍ଷୀ ପାଳନ କରନ୍ତି? ଏଠାରେ ଆମେ ଲେଖିବା, ଆମ ଅଞ୍ଚଳରେ ପାଳୁଥିବା ପଶୁ ହେଲେ କୁକୁର, ଗାଈ, ଛେଳି, ମଇଁଷି ଇତ୍ୟାଦି। ଏବଂ ପକ୍ଷୀମାନଙ୍କ ମଧ୍ୟରେ ଆମେ କୁକୁଡ଼ା, ଶୁଆ, ବତକ, ମୟୂର, ହଂସ ଆଦି ପାଳନ କରୁ। ତୁମ ଅଞ୍ଚଳର ଲୋକମାନେ ଜମିରେ ଭଲ ଫସଲ ପାଇଁ କେଉଁ ସାର, ଖତ ପ୍ରୟୋଗ କରନ୍ତି ପଚାରି ବୁଝି ଲେଖ। ଦେଖ, ଆମ ଅଞ୍ଚଳରେ ଜମିରେ ଲୋକମାନେ ଭଲ ଫସଲ ପାଇଁ ଗୋବର ଖତ ପକାନ୍ତି ଏବଂ କେତେକ ରାସାୟନିକ ସାର ମଧ୍ୟ ପ୍ରୟୋଗ କରନ୍ତି, ଯଥା ୟୁରିଆ, କମ୍ପୋଷ୍ଟ, ଇଫୋକ ଇତ୍ୟାଦି ରାସାୟନିକ ସାରକୁ ମଧ୍ୟ ପ୍ରୟୋଗ କରନ୍ତି। ତାପରେ ଦେଖ 7 ନମ୍ବର ପ୍ରଶ୍ନ, ପଢ଼ ଓ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ଏଠି କିଛି ଲେଖାଯାଇଛି, କିଛି ପ୍ରଶ୍ନ ତଳେ ପଚରାଯାଇଛି। ତାକୁ ଆମେ ଭଲ ଭାବରେ ପଢ଼ିବା ଏବଂ ଉତ୍ତର ଦେବା ପାଇଁ ବା ଉତ୍ତର ଲେଖିବା ପାଇଁ ଚେଷ୍ଟା କରିବା। ପିଲାମାନେ, ମତ୍ସ୍ୟମାନେ ଜଳରେ ବାସ କରନ୍ତି। ସେମାନଙ୍କୁ ଜଳରୁ କାଢ଼ି ଆଣିଲେ ଅଳ୍ପ କ୍ଷଣ ମଧ୍ୟରେ ମରିଯିବେ। ମତ୍ସ୍ୟମାନଙ୍କର ପାଦ ନାହିଁ। ସେମାନଙ୍କର ଲାଞ୍ଜ ଓ ଡେଣା ପହଁରିବାରେ ସାହାଯ୍ୟ କରେ। ମତ୍ସ୍ୟମାନଙ୍କର ଦେହରେ କାତି ଥାଏ। ଏଠି ପ୍ରଶ୍ନ ପଚରାଯାଇଛି, ତାକୁ ଆମେ ଯାହା ପଢ଼ିଲେ ସେଇ ପଢ଼ିଥିବା ଯେଉଁ ପଚରାଯାଇଥିବା ପ୍ରଶ୍ନକୁ ଆମେ ଯାହା ପଢ଼ିଲେ ତାକୁ ଉତ୍ତର ଲେଖିବା। କେଉଁମାନେ ଜଳରେ ବାସ କରନ୍ତି? ଏହାର ଉତ୍ତର ହେବ ମତ୍ସ୍ୟମାନେ ଜଳରେ ବାସ କରନ୍ତି। ଖ ନମ୍ବର ପ୍ରଶ୍ନ, କାହାର ପାଦ ନାହିଁ? ମତ୍ସ୍ୟର ପାଦ ନାହିଁ। ମତ୍ସ୍ୟମାନଙ୍କର ପାଦ ନାହିଁ। ତାପରେ ଗ ନମ୍ବର ପ୍ରଶ୍ନ, ଲାଞ୍ଜ ଓ ଡେଣା ସାହାଯ୍ୟରେ କେଉଁମାନେ ପହଁରି ପାରନ୍ତି? ଲାଞ୍ଜ ଓ ଡେଣା ସାହାଯ୍ୟରେ ମତ୍ସ୍ୟମାନେ ପହଁରି ପାରନ୍ତି। 8 ନମ୍ବର ପ୍ରଶ୍ନ, ଖାଲି ଘର ପୂରଣ କର। 8 ନମ୍ବର ପ୍ରଶ୍ନ, ଖାଲି ଘର ପୂରଣ କର। କ ନଈ ପାଖ ଜମି ଭାରି ଡ୍ୟାସ୍। ନଈ ପାଖ ଜମି ଭାରି ଉର୍ବର। ଏଠି ଲେଖିବା ଆମେ ଉର୍ବର। ପାହାଡ଼ରୁ ଡ୍ୟାସ୍ ବାହାରିଛି। ପାହାଡ଼ରୁ ଏଠି ଆମେ ଲେଖିବା ଝରଣା ବାହାରିଛି। ପାହାଡ଼ରୁ ଝରଣା ବାହାରିଛି। ତାପରେ ଗ ନମ୍ବର ପ୍ରଶ୍ନ, ପଡ଼ିଆ ଜମିକୁ କାମରେ ଲଗାଇବା ପାଇଁ ଡ୍ୟାସ୍ଙ୍କ ସହ ପରାମର୍ଶ କରିବା। ପଡ଼ିଆ ଜମିକୁ କାମରେ ଲଗାଇବା ପାଇଁ କୃଷି ଅଫିସରଙ୍କ ସହ ପରାମର୍ଶ କରିବା। ଏଠି ଲେଖିବା କୃଷି ଅଫିସରଙ୍କ ସହ ପରାମର୍ଶ
କରିବା। ଖ ନମ୍ବର ପ୍ରଶ୍ନ, ଜମିରେ ଖତ ସାର ପକାଇଲେ ଜମିର ଡ୍ୟାସ୍ ଶକ୍ତି ବୃଦ୍ଧି ପାଏ। ଏଠି ଆମେ ଲେଖିବା ଉତ୍ପାଦିକା ଶକ୍ତି ବୃଦ୍ଧି ପାଏ। ଉତ୍ପାଦିକା ଲେଖିବା। ଗାଈ ଗୋଟିଏ ଡ୍ୟାସ୍ ପଶୁ। ଗାଈ ଗୋଟିଏ ଗୃହପାଳିତ ପଶୁ। ତାପରେ ପିଲେ ଦେଖ, ତଳେ ଦିଆଯାଇଥିବା ଗଛଟିର ଚିତ୍ର ପୂରା କର। ଏଠି ଗଛଟି ଅଧା ରହିଛି, ତାକୁ ପୂରା କରିବ ଏବଂ ରଙ୍ଗ ଦିଅ। ଦେଖ ଏଠି ନଡ଼ିଆ ଗଛ ଅଛି। ଏଇ ନଡ଼ିଆ ଗଛ ତାକୁ ଆମେ ପୁରା ଭଲ ଭାବରେ ତିଆରି କରିବା ଏବଂ ସେଥିରେ ରଙ୍ଗ ଦେବା। ପିଲାମାନେ, ଆଶା କରୁଛି ଏଇ ପାଠଟି ଭଲ ଭାବରେ ବୁଝିଥିବ